पुरोहित पुरः हित पुरोहित जे पुर बोले नगर अंचल गृह ग्राम समस्तंकर मंगल कामना करती। पुर बोले आगरे ये समस्त जजमानक आगरे सम्मुख रही दी हाथ टेकी कल्याण करती। एकादश स्थाः सर्वे ग्रहा प्रसन्ना होवन्तु। एकादश रे थिबा सबु ग्रह प्रसन्न हुअन्तु, मंगल चिंता करन्तु। हाँ बंधु, वृष राशि पाई जदि आपण विचार करिवे, वृष को लग्न नेबे, तेबे देखिवे मीन रे एकादश रे यथाक्रमे बुध शुक्र शनि राहु ओ चारि ग्रह अछंती। एकादश लाभ स्थान, धन जन गोप लक्ष्मी स्वास्थ्य पुत्र सबकिछि लाभ होता है। जो ग्रह पाई सेई एकादश स्थानटी शुभप्रद, से अधिक रु अधिक लाभ दे थांती। मीन राशि बृहस्पति स्थान आउ वृष राशि शुक्रंगर अधिकार अछंती। तथापि समस्ते एकत्रित होती कल्याण करने वृष राशि को। हेले बंधु, गोचर रे जदि शुक्र एकादशस्थ होती ताहले से सुख नुह दुख दे थांती। एकादशस्थ शुक्र दुख दे थांती, किंतु एकादशस्थ बुध एकादशस्थ शनि एकादशस्थ राहु समस्त मनस्कामना पूर्ण करती। लाभ 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 खाली अजाणी दिखती। आम यदि रवि कथा आलोचना करवा, रवि हेले द्वादशस्थ, वृष लग्न है हेले रवि घोषणा करचंती जदि वृष राशिर व्यक्ति समूह निजर शुभ कामना करती, निजर मंगल चाहूँगी, तेबे से हृदयवान दयालु परोपकारी उदार चित्त हेबा उचित। हेले मो मानदंड रे सेमानु परीक्षा करी और सेमानकु यश कीर्ति धन सम्मान अजाणी देवी। बृहस्पति से अछंती वृष रे जन्म बृहस्पति। बृहस्पति जन्म हेले मन आतंकित हुए, किंतु सी भी घोषणा करचंती मो शुभ चंद्र रे यात्रा करिछि, तेणु वृष राशिर मंगल कामना करिबि नाही। मंगल तृतीय स्थान अछंती। तृतीयस्थ मंगल, मंगल जेहेतु नीचस्थ किंतु से तृतीयस्थ। तृतीयस्थ भौम धन दियंती, जमी जागा सुना किणवार सुजोग दियंती। हेले से नीचस्थ से जो आय हबनी से टिके घृण्य उपाय लांच मिछ चोरी डकायती गुंडागिरी यही भली उपाय से आय करेबे। कारण से गोटे गुंडा प्रकृतिर ग्रह। यही सब दृष्टि आमे
ବୃଷ ରାଶିର ବ୍ୟକ୍ତି ବହୁତ ଭଲ ବଢ଼ିଆ ଧନ ସମ୍ମାନ ପାଇବା। କହୁ କହୁ ତ କହିଦେଲି, ମଙ୍ଗଳଙ୍କ ପାଇଁ କିଛି ଆୟ ଇନକମ୍ ରୋଜଗାର ଭୁଲ ବାଟରେ ଆସିବ। ଯଦି ଆମେ ଜାଣିଲେ ଯେ ଆମେ ଭୁଲ କରୁଛେ, ଆପଣ ବା କହିଥିଲେ ସେଦିନ ମୋତେ, କ'ଣ କହିଥିଲେ? ଜ୍ଞାନୀ କିଏ ମୂର୍ଖ କିଏ? ସିଏ ଜ୍ଞାନୀ ଯେ ନିଜ ଭୁଲ ବୁଝିପାରେ, ଭୁଲ ଆଉ କରେନି, ଭୁଲ କଲେ ତୁରନ୍ତ ପ୍ରାୟଶ୍ଚିତ କରେ, ଅନୁତାପ କରେ। ମୂର୍ଖ କିଏ? ଖାଲି ପର ଭୁଲ ଖୋଜେ, ନିଜ ଭୁଲ ଦେଖେନି। ଆଉ ମୁଁ ଭୁଲ କରିଛି, ଜମା ନୁହଁ। ଯେତେ ଶପଥ ଥାଇପାରେ, ସଂସାର ସବୁଯାକ ଦୋଷ ତା ମୁଣ୍ଡ ଲଗାଯିବ, ଯିଏକି ଭୁଲ କରି ଭୁଲ ସ୍ୱୀକାର କରେନି ଆଉ ନାନା ଶପଥ କରିଦିଏ। ଆଉ ତୁଳସୀ ଗଛ ଛୁଇଁ କହୁଛି ମୁଁ, ଷଣ୍ଢ ନାଙ୍ଗୁଡ଼ ଛୁଇଁ କହୁଛି, ଗୋବର ଛୁଇଁ କହୁଛି, ସୂର୍ଯ୍ୟଙ୍କୁ ଅନେଇ କହୁଛି, ଧର୍ମ ଅଛି ବୁଝିବନି କି? ମୁଁ ଭୁଲ କରିବି, ଜମା ମୁଁ ଭୁଲ କରେ ନା। ମୁଁ ଆଉ ଭୁଲ ବା ଦିହେଁ ଦେଢ଼ଶୁର ଭାଇ ବୋଉ। ହଁ, ଏଣୁ ବନ୍ଧୁ ଆସନ୍ତୁ ଦେଖିବା ଏ ପ୍ରବନ୍ଧରେ ଜ୍ୟୋତିଷ କ'ଣ ଲେଖିଛନ୍ତି। ପୁରୋହିତ କଲ୍ୟାଣ କରନ୍ତି ଏକାଦଶସ୍ଥା ସର୍ବେ ଗ୍ରାହା ଫଳ ଲାଭନ୍ତୁ। ଯେଣୁ ବୃଷ ରାଶି ତେଣୁ ମୀନରେ ମାନେ ଏକାଦଶରେ ଶନି, ରାହୁ, ଶୁକ୍ର, ବୁଧ ଚାରି ଗ୍ରହ ଅଛନ୍ତି। ବୃଷ ଜାତକରେ ଏକାଦଶରେ ଚତୁର୍ଗ୍ରହ ଯୋଗ ଅଛି। ତେଣୁ ବୃଷ ରାଶିର ବ୍ୟକ୍ତି ସମୁଦାୟ ଏହି ଚାରି ଗ୍ରହର କଲ୍ୟାଣ ପାଇବେ। ବୃଷ ରାଶିର ମଙ୍ଗଳ ନିଶ୍ଚୟ ହେବ। ପୁଣି ତୃତୀୟରେ କର୍କଟରେ ମଙ୍ଗଳ, ରବି ଦ୍ୱାଦଶସ୍ଥ। ଏ ଦିହେଁ ଅବାଗିଆ ଜାଗାରେ ଥିଲେ ବି ନକ୍ଷତ୍ର ତ୍ରୟଙ୍କୁ ଯଥେଷ୍ଟ ବେଶୀ ଅର୍ଥ ଦେବେ। କାରଣ ରବି ଚଳନ ସମୟରେ ଚନ୍ଦ୍ର ଶୁଭ ଥିଲା। ଦ୍ୱାଦଶସ୍ଥ ରବିଙ୍କ ପାଇଁ ଶାରୀରିକ ପୀଡ଼ା ହେବ। ଏକାଦଶସ୍ଥ ଶୁକ୍ର ଯଥେଷ୍ଟ ବେଶୀ ଦୁଃଖ ଦେଇଥାନ୍ତି। ଜନ୍ମ ବୃହସ୍ପତି, ଏଣୁ ମନ ସର୍ବଦା ଆତଙ୍କିତ ହେବ। କେତୁ ବି ଶୁଭ ଚନ୍ଦ୍ରରେ ଚଳିଛନ୍ତି। ଏଣୁ 3, 4, 5 କୃତ୍ତିକା, ରୋହିଣୀ, ମୃଗଶିରା ନକ୍ଷତ୍ର ତ୍ରୟ ବିବିଧ ସୁଖ ପାଇବେ କେତୁଙ୍କ ଯୋଗୁଁ। ସୌଭାଗ୍ୟ ବୃଦ୍ଧି ହେବ କେତୁଙ୍କ ଯୋଗୁଁ। ଏକାଦଶସ୍ଥ ରାହୁ ଧନ ଓ ସମ୍ମାନ ଦାନ କରିବେ, ମଙ୍ଗଳ ଚିନ୍ତା କରିବେ। ଏକାଦଶ ଶନିଙ୍କ ଯୋଗୁଁ ବଢ଼ିଆ ଲାଭ ହେବ। ଏକାଦଶ ବୁଦ୍ଧଙ୍କ ପାଇଁ ଧନ ଜନ ଗୋପଲକ୍ଷ୍ମୀ ବୃଦ୍ଧି ହେବ। ତୃତୀୟ ମଙ୍ଗଳ ଅତୀତର ଦୁଃଖ ଦୂର କରି ଧନ ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବେ। ଉପରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଭଲ ଆୟ ହେବ। ବ୍ୟବସାୟ, ବାଣିଜ୍ୟ, ବୃତ୍ତି, ବେଉସା, ସେବା, ଚାକିରି ପ୍ରଭୃତି ଭଲ ଚାଲିବ। ସେଥିରେ ବିଶେଷ 2 ପଇସା ହାତକୁ ଆସିବ। ଯାହା ଆମେ ପାଇବା ତାହା ଆମ ପାଇଁ ମଙ୍ଗଳ ହେବ। ବାକିଆ ଅର୍ଥ ଯାହା ଅଛି, ଏରିୟର ଯାହା ଅଛି, ତାହା ଚାକିରିଆମାନଙ୍କୁ ମିଳିଯିବ। କମ୍ପାନୀ ଚାକିରି କରୁଥିବା କର୍ମଚାରୀମାନଙ୍କର ଅର୍ଥ ଅଭିବୃଦ୍ଧି ହେବ। ବନ୍ଧୁ ସର୍ବଦା ସହଯୋଗର ହାତ ବଢ଼ାଇବେ। ଯିଏ ଯେଉଁ କର୍ତ୍ତବ୍ୟ କରୁଛନ୍ତି ସେ ସମସ୍ତ କର୍ମର ଉନ୍ନତି ହେବ। ଶାରୀରିକ ଦୁରବସ୍ଥା ଦୂର ହେବ। ପଞ୍ଚମକୁ ମାନେ କନ୍ୟାକୁ 4 ଗ୍ରହଙ୍କର ଶୁଭ ଦୃଷ୍ଟି ଥିବାରୁ ଛାତ୍ର ଛାତ୍ରୀଙ୍କର ମଙ୍ଗଳ ହେବ। ବୈଜ୍ଞାନିକ, ଗବେଷକ, ବିଦ୍ୟାର୍ଥୀ ଏମାନେ ଉତ୍ତରୋତ୍ତର ଉନ୍ନତି କରିବେ। ଶୁକ୍ରଙ୍କ ପାଇଁ କିଛି ବିଭ୍ରାଟ ହେବ। କର୍ମ କ୍ଷେତ୍ରରେ ସାମାନ୍ୟ ଅଶାନ୍ତ ଚିତ୍ର ସୃଷ୍ଟି ହେବ। ବ୍ୟବସାୟରେ ପ୍ରତି ଶୁକ୍ରବାର କ୍ଷତି ହେବାର ଲକ୍ଷଣ ଅଛି। ରବି ଦ୍ୱାଦଶସ୍ଥ, ଏଣୁ ଶୁକ୍ରବାରେ ରବିବାରେ ଟିକେ ଜଗି ରଖି ବ୍ୟବହାର କରିବା।
ତା ନହେଲେ ଶତ୍ରୁ ବଢ଼ିଯିବେ। ପୁଣି ରବି ଦ୍ୱାଦଶ ହେତୁ ପୈତୃକ ସମ୍ପତ୍ତି ଲାଗି ଭାତୃ କଳହ ସୃଷ୍ଟି ହୋଇପାରେ। ଜନ୍ମ ବୃହସ୍ପତି ଲଗ୍ନରେ ଥିବାରୁ ରକ୍ତ ଜନିତ ରୋଗ ହୋଇପାରେ। ଉଚ୍ଚ ରକ୍ତଚାପ ଜନିତ କଷ୍ଟ ପାଇପାରନ୍ତି ବା ଦେହରୁ ରକ୍ତ କ୍ଷରଣ ହୋଇଯାଇପାରେ ବିଭିନ୍ନ ଉପାୟରେ। ବୃଷାଧିପ ଶୁକ୍ର ଦ୍ୱାଦଶସ୍ଥ, ଏଣୁ ପ୍ରତି ଶୁକ୍ରବାର ଧଳା ଗୋରୁଙ୍କର ସେବା କରନ୍ତୁ। ଯଦି ପାରିବେ ତାଙ୍କୁ ଗାଧୋଇ ଦିଅନ୍ତୁ, ନହେଲେ ଚାରି ଖୁରାକୁ ଧୋଇ ଦିଅନ୍ତୁ, କିଛି ଭୋଜନ ଦିଅନ୍ତୁ। ଶୁକ୍ର ସନ୍ତୁଷ୍ଟ ହେବେ, ଯଶ ବଢ଼ିବ। ଗୋ ସେବା, ଗୋରୁ ସେବା ନହେଲେ ଗୁରୁ ସେବା, ଗୋରୁ ସେବା ନହେଲେ ଗୁରୁ ସେବା, ଏଇଟା ଆମେ କରିବା। ରାଜା ଦିଲ୍ଲୀପ ଗୋରୁ ସେବା କରି କରି ପାଇଥିଲେ ଯେଉଁ ପୁଅ, ସେ ହେଲେ ରଘୁ। କାହିଁ କେଉଁ ଯୁଗରୁ ଏଇ ସୂର୍ଯ୍ୟବଂଶ ଗଢ଼ି ଆସୁଛି ରଘୁଙ୍କ ପାଇଁ, ତାହା ହେଲା ରଘୁବଂଶ। ଯୋଗ୍ୟ ପୁତ୍ର ଲାଭ କଲେ ବଶିଷ୍ଠଙ୍କ ଆଶ୍ରମରେ। ଗୋରୁ ନନ୍ଦିନୀର ମାନେ କାମଧେନୁଙ୍କର କନ୍ୟା ନନ୍ଦିନୀ ତାଙ୍କର ସେବା କରି ଆଉ କାମଧେନୁଙ୍କର ଆଶୀର୍ବାଦ ଲାଭ କରି ଏକ ଯୋଗ୍ୟ ସନ୍ତାନ ପାଇଥିଲେ ରଘୁ। ଏବଂ ଏଇ ପୁତ୍ର ନାଁରେ ସେ ବଂଶର ନାଁ ବଦଳିଲା ରଘୁବଂଶ। ଗୋରୁ ସେବା କରନ୍ତୁ ନା। ଗୋମୂତ୍ର, ଗୋବର, ଗୋ କ୍ଷୀର, ଗୋରସ, ଇଏ ସବୁଥିରେ ପରା ଆମ ଗୋ ବୃଦ୍ଧି ହେବ। ଗୋ ଅର୍ଥ ଆମର ଇନ୍ଦ୍ରିୟକୁ ଗୋ କୁହାଯାଏ। ଗୋରସଂ ବିନା ଅନ୍ନ ବ୍ୟଜନ ସଂକୀର୍ଣ୍ଣେ ସୃଜନ ଯୁତଭୂଷଣେ ପଣ୍ଡିତେ ଯୁକ୍ତ ବିଦ୍ୟାଶ୍ଚ ଗୋରସଂ ବିନା। ତେଣୁ ଆସନ୍ତାକାଲି ଏ ଶ୍ଲୋକ ବୁଝେଇଦେବି। ଆଜି ଏତିକି, ସମୟ ହେଇଗଲାଣି। ସମୟ ତ ଅଧୀନ ଆମେ ସମସ୍ତେ ସମୟର ଚାକର ନା। ଓ ଆପଣ ବୋଧେ ସମୟର ଚାକର ନୁହନ୍ତି। ହଉ ହେଲା, ଆପଣ ବଡ଼ ଲୋକ ଆଉ କ'ଣ। ରହିଲି ବନ୍ଧୁ, ନମସ୍କାର ନମସ୍କାର ନମସ୍କାର।